Welcome to our class Deep Insights. Today we are discussing about ସମାଜ ତାତ୍ତ୍ୱିକ ପ୍ରୟୋଗ ତତ୍ତ୍ୱ sociological theories. ସୈଦ୍ଧାନ୍ତିକ ବା ମତବାଦ ଜନିତ ଅନ୍ତର୍ଦୃଷ୍ଟି ବା ଦୃଷ୍ଟିକ୍ରମ, ରାଜନୈତିକ ପାଟିଗଣିତ, ପଲିଟିକାଲ ଏରିଥମେଟିକ୍, ସଂରଚନାତ୍ମକ କାର୍ଯ୍ୟାତ୍ମକତା, structural functionalism, ପ୍ରକଟିତ କାର୍ଯ୍ୟ, manifest functions, ଅନ୍ୟାନ୍ୟ କାର୍ଯ୍ୟ, latent functions, ସାମାଜିକୀକରଣ socialization, ସମାଜରେ ଭୂମିକା ତୁଲାଇବା, filling roles of society, ଶିକ୍ଷା ଓ ସାମାଜିକ ପୁନରୁତ୍ପାଦନ, education and social reproduction, ବର୍ଡ୍ୟୁ ଏବଂ ସାଂସ୍କୃତିକ ପୁଞ୍ଜି, ବର୍ଡ୍ୟୁ and cultural capital। ପ୍ରୟୋଗ ତତ୍ତ୍ୱଗୁଡ଼ିକ ହେଲା ପ୍ରକାର୍ଯ୍ୟବାଦୀ ଦୃଷ୍ଟିକ୍ରମ ବା ଅନ୍ତର୍ଦୃଷ୍ଟି, ଫଙ୍କସନାଲିଷ୍ଟ ପର୍ସପେକ୍ଟିଭ, ଦ୍ୱନ୍ଦାତ୍ମକ ବା ସଂଘର୍ଷ ଜନିତ ଅନ୍ତର୍ଦୃଷ୍ଟି ବା ଦୃଷ୍ଟିକ୍ରମ, କନଫ୍ଲିକ୍ଟ ଥିଓରି ଅର ପର୍ସପେକ୍ଟିଭ୍ସ, ଆନ୍ତର୍କ୍ରିୟାବାଦ ଇଣ୍ଟରନ୍ୟାସନାଲିଜିମ୍, ଉତ୍ତରାଧୁନିକବାଦ ପୋଷ୍ଟ ମଡର୍ଣ୍ଣିଜିମ୍। ତ ବର୍ତ୍ତମାନ ଫାଷ୍ଟ ଆମେ ପ୍ରୟୋଗ ତତ୍ତ୍ୱଗୁଡ଼ିକ ମଧ୍ୟରେ ଫାଷ୍ଟ ଡିସ୍କସନ କରିବା ଯୋଉଟା ହେଉଛି ପ୍ରକାର୍ଯ୍ୟବାଦୀ ସିଦ୍ଧାନ୍ତ ବିଚାରଧାରା ଉପରେ ଆମେ ଡିସ୍କସନ କରିବା। ତ ଫଙ୍କସନାଲିଷ୍ଟ ଥିଓରି ଅଫ ଏଜୁକେସନ ବିଂଶ ଶତାବ୍ଦୀର 40 ଓ 50 ମଧ୍ୟରେ ହୋଇଥିଲା। ପ୍ରକାର୍ଯ୍ୟବାଦୀ ବିଚାରକମାନେ ସମାଜକୁ ଏକ ସ୍ୱୟଂ ନିୟନ୍ତ୍ରିତ ବା ସେଲ୍ଫ ରେଗୁଲେଟେଡ୍ ବ୍ୟବସ୍ଥା ଭାବରେ ବିଚାର କରନ୍ତି। ପ୍ରକାର୍ଯ୍ୟବାଦୀମାନେ ସମାଜକୁ ଏକ ଜୈବିକ ଅଙ୍ଗ ବା ଅବୟବ ବାୟୋଲୋଜିକାଲ ଅର୍ଗାନିଜମ ସମାନ ବୋଲି ବିଚାର କରନ୍ତି। ଏହି ମତବାଦର ସମର୍ଥକ ଇମାଇଲ ଦୁର୍ଖିମ୍, ଟାଲକଟ୍ ପାର୍ସନ, ଆର.କେ. ମଟନ। ବିଂଶ ଶତାବ୍ଦୀର 40 ଓ 50 ଦଶକରେ ଆମେରିକୀୟ ସମାଜବିଜ୍ଞାନୀମାନେ ଏହି ମତବାଦର ବିକାଶ କରାଇଥିଲେ ଏବଂ ଏହା ଏକ ପ୍ରମୁଖ ସାମାଜିକ ମତବାଦ ଭାବେ ବିବେଚିତ ହେଉଥିଲା। ମୌଳିକ ପରିକଳ୍ପନା ବେସିକ୍ ଆଜମ୍ପସନ୍ସ, ସମାଜ କେତେକ ଅଂଶକୁ ନେଇ ଗଠିତ। ଏହି ଅଂଶଗୁଡ଼ିକ ମଧ୍ୟରେ ଆନ୍ତଃନିର୍ଭରଶୀଳତା ଓ ପାରସ୍ପରିକ ସମ୍ପର୍କ ରହିଛି। ସମାଜ ଏକ ସନ୍ତୁଳିତ ଅବସ୍ଥାରେ ରହିଥାଏ। ସାମାଜିକ ପରିବର୍ତ୍ତନ ଧୀରେ ଧୀରେ ସଂଗଠିତ ହୋଇଥାଏ। ଇଏ ତାର ମୌଳିକ କଳ୍ପନା ଥିଲା। ତ ଫାଷ୍ଟ ଇମାଇଲ ଦୁର୍ଖାଇମଙ୍କ ମତରେ ଦେଖିବା। ଫରାସୀ ସମାଜବିଜ୍ଞାନୀ ଇମାଇଲ ଦୁର୍ଖାଇମ ପ୍ରକାର୍ଯ୍ୟାତ୍ମକ ମତବାଦର ଜଣେ ପ୍ରମୁଖ ସମର୍ଥକ। ତାଙ୍କର ପ୍ରକାର୍ଯ୍ୟାତ୍ମକ ବ୍ୟାଖ୍ୟା ତାଙ୍କର ପ୍ରସିଦ୍ଧ ପୁସ୍ତକ ଡିଭିଜନ ଅଫ ଲେବର ଇନ ସୋସାଇଟି ଏବଂ ଏଲିମେଣ୍ଟାରୀ ଫର୍ମସ ଅଫ ରିଲିଜିୟସ ଲାଇଫରେ ଦେଖିବାକୁ ମିଳିଥାଏ। ତାଙ୍କ ମତରେ ସମାଜର କେତେକ ଆବଶ୍ୟକତା ରହିଛି ଓ ଏହି ଆବଶ୍ୟକତା ପୂରଣ ମାଧ୍ୟମରେ ସମାଜର ଦାୟିତ୍ୱ ଓ ଧାରାବାହିକତା ରକ୍ଷା କରାଯାଇପାରିବ। ତାଙ୍କ ଶ୍ରମ ବିଭାଜନ ପୁସ୍ତକରେ ସେ ସମାଜର ଶ୍ରମ ବିଭାଜନର ପ୍ରକାର୍ଯ୍ୟ ସମ୍ବନ୍ଧରେ ବ୍ୟାଖ୍ୟା କରିଛନ୍ତି। ତାଙ୍କ ଏଲିମେଣ୍ଟାରୀ ଫର୍ମସ ଅଫ ରିଲିଜିୟସ ଲାଇଫ ପୁସ୍ତକରେ ସେ ସାମାଜିକ ଏକତା ରକ୍ଷାରେ ଧର୍ମର ସଂହତିପୂର୍ଣ୍ଣ ପ୍ରକାର୍ଯ୍ୟ ସମ୍ବନ୍ଧରେ ବ୍ୟାଖ୍ୟା କରିଛନ୍ତି। ଏକ ସାଧାରଣ ଧର୍ମ, ଧାର୍ମିକ ବିଶ୍ୱାସ ଓ ମୂଲ୍ୟବୋଧ, କର୍ମକାଣ୍ଡ ଆଦିରେ ବିଶ୍ୱାସ ଏହାର ଅନୁଗାମୀମାନଙ୍କ ମଧ୍ୟରେ ଦୃଢ଼ ଏକତା ଭାବ ସୃଷ୍ଟି କରିଥାଏ। ତାଙ୍କ ମତରେ ଅପରାଧ ମଧ୍ୟ ସମାଜରେ କେତେକ ସାମାଜିକ ପ୍ରକାର୍ଯ୍ୟ ସମ୍ପାଦନା କରିଥାଏ। ତାଙ୍କ ମତରେ ସମାଜର ମୂଲ୍ୟବୋଧ ଓ ଆଦର୍ଶଗୁଡ଼ିକ ବ୍ୟକ୍ତିମାନଙ୍କ ମଧ୍ୟରେ ବିତରଣ କରିବାରେ ଶିକ୍ଷା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତ ତାର କ୍ରିଟିସିଜିମ୍ କ'ଣ ରହିଲା ଇମାଇଲ ଦୁର୍ଖାଇମଙ୍କ ମତର। ଦୁର୍ଖାଇମଙ୍କ ମତରେ ସମାଜରେ ସଂସ୍କୃତିକୁ ସମସ୍ତେ ଗ୍ରହଣ କରିଥାନ୍ତି, ଏଥିରେ ଭାଗୀଦାର ହୋଇଥାନ୍ତି। ଏହି ସାଂସ୍କୃତିକ ଉପାଦାନଗୁଡ଼ିକ ଶିକ୍ଷା ମାଧ୍ୟମରେ ସମାଜର ସଦସ୍ୟମାନଙ୍କ ମଧ୍ୟରେ ପ୍ରସାରିତ ହୋଇ ଗ୍ରହଣୀୟ ହୋଇଥାଏ। ପ୍ରକୃତପକ୍ଷେ ଦେଖିବାକୁ ଗଲେ ଭାରତବର୍ଷ ଭଳି ବହୁ ସଂସ୍କୃତୀୟ ସମାଜ ଦେଶରେ କୌଣସି ଗୋଟିଏ ସଂସ୍କୃତି ରହିନଥାଏ। ଏହି ପରିପ୍ରେକ୍ଷୀରେ କୌଣସି ଏକକ ପାଠ୍ୟଖସଡ଼ା ଯାହା ସମସ୍ତ ସଂସ୍କୃତିର ମହତ୍ତ୍ୱ ଉପାଦାନକୁ ସନ୍ନିବେଶିତ କରିପାରି ନଥାଏ, ତାହାକୁ ଜାତୀୟ ତଥା ପ୍ରାଦେଶିକ ସ୍ତରରେ ଗ୍ରହଣ କରିବା ତ୍ରୁଟିପୂର୍ଣ୍ଣ ତଥା ନକାରାତ୍ମକ ହୋଇଥାଏ। ମାର୍କ୍ସବାଦୀ ବିଚାରକମାନେ ଯୁକ୍ତି କରନ୍ତି ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରଭାବଶାଳୀ ସଂସ୍କୃତି, ପ୍ରଭାବଶାଳୀ ଗୋଷ୍ଠୀ ସଂସ୍କୃତିକୁ ପ୍ରସାରିତ ଓ ପ୍ରଚଳିତ କରିଥାନ୍ତି। ଏହା କେବଳ ଶାସକ ଶ୍ରେଣୀର ହିତ ସାଧନ କରିଥାଏ, ମାତ୍ର ସମଗ୍ର ସମାଜର ହିତକୁ ନୁହେଁ। ତାପରେ ନେକ୍ସଟ ଆସୁଛି ଟାଲକଟ୍ ପାର୍ସନଙ୍କ ମତ ଦେଖିବା। ସିଏ କ'ଣ ପ୍ରକାର୍ଯ୍ୟାତ୍ମକବାଦୀ ସିଦ୍ଧାନ୍ତ ଉପରେ କହିଛନ୍ତି।
ଶିକ୍ଷା ସମ୍ବନ୍ଧରେ ଉଭୟ ଟାଲକଟ ପାର୍ସନ ଓ ଦୁର୍ଖାଇମଙ୍କ ଚିନ୍ତାଧାରା ପ୍ରାୟତଃ ସମାନ ହୋଇଥାଏ। ତ ପାର୍ସନଙ୍କ ମତରେ ସମାଜର ଗଠନ ଓ ସ୍ଥିରତା ପାଇଁ ଶିକ୍ଷାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଥମତଃ ଶିକ୍ଷା ମାଧ୍ୟମରେ ବିଦ୍ୟାଳୟର ଶ୍ରେଣୀ ଗୃହରୁ ପିଲାମାନଙ୍କ ଭବିଷ୍ୟତ ସମାଜର ସଦସ୍ୟ ଭାବେ ଦାୟିତ୍ୱ ଓ ପ୍ରତିବଦ୍ଧତାର ସହ ଚଳିବା ପାଇଁ ଶିକ୍ଷା ଦିଆଯାଏ। ବିଦ୍ୟାଳୟର ଶ୍ରେଣୀଗୃହରୁ ହିଁ ସାମାଜିକରଣ ପ୍ରକ୍ରିୟାର ମୂଳଦୁଆ ପଡ଼ିଥାଏ। ସେମାନେ ଭବିଷ୍ୟତର ଦାୟିତ୍ୱ ସମ୍ପନ୍ନ ସଦସ୍ୟ ହେବାର ତାଲିମ ସେଇଠାରୁ ହିଁ ଶିଖିଥାନ୍ତି। ଆଉ ଦ୍ୱିତୀୟରେ କ'ଣ ରହୁଛି? ଦ୍ୱିତୀୟତଃ ମାନବ ସମ୍ବଳର ଆବଣ୍ଟନ ପାଇଁ ଶିକ୍ଷା ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯୁବାବସ୍ଥାରେ ସମାଜର ସମସ୍ତ ଆବଶ୍ୟକୀୟ କାର୍ଯ୍ୟପନ୍ଥାଗୁଡ଼ିକ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସଠିକ ଭାବରେ ତୁଲାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ମାଧ୍ୟମରେ ହାସଲ କରିପାରେ। ସମରି ଅଫ ପାର୍ସନ୍ସ ଭ୍ୟୁ। ତାହେଲେ ପାର୍ସନଙ୍କର ସମରି ଯୋଉ ଭ୍ୟୁଟାର ସାରାଂଶ ଦେଖିବା। ପାର୍ସନ ଶିକ୍ଷା ବ୍ୟବସ୍ଥାକୁ ସମାଜରେ ବ୍ୟକ୍ତିମାନଙ୍କୁ ଭବିଷ୍ୟତ ଭୂମିକା ନିର୍ବାହ କରିବା ପାଇଁ ପ୍ରସ୍ତୁତ କରିଥାଏ। ଶିକ୍ଷା ବ୍ୟବସ୍ଥା ଭବିଷ୍ୟତର ଭୂମିକା ଚୟନ ଓ ନିର୍ବାହ କରିବାର ମାଧ୍ୟମ। ତାଙ୍କ ନିଜ ଭାଷାରେ ସେ କହନ୍ତି ଯେ ଶିକ୍ଷାର ପ୍ରକାର୍ଯ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ସମାଜରେ ଭୂମିକା ନିର୍ବାହ କରିବାକୁ ତାଲିମ ଓ ପ୍ରଶିକ୍ଷଣ ପ୍ରଦାନ କରିବା। ଭୂମିକାର ସଂରଚନାତ୍ମକ ସମାଜରେ ପ୍ରଚଳିତ କରାଯାଇ ଏହାଦ୍ୱାରା ବଳବତ୍ତର କରାଯାଇଥାଏ। ଛାତ୍ରମାନଙ୍କୁ ଉଚ୍ଚ ତଥା ଦକ୍ଷତା ସମ୍ପନ୍ନ ବୃତ୍ତିଗତ ବିଦ୍ୟାରେ ନିୟୋଜିତ ହେବା ପାଇଁ ପ୍ରେରଣା ଯୋଗାଇଥାନ୍ତି। ତାହେଲେ ତାଙ୍କର ସମାଲୋଚନା କ'ଣ ହେଲା? ତାଙ୍କ ଚିନ୍ତାଧାରାର ସମାଲୋଚନା ଟାଲକଟ ପାର୍ସନ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ସଂଖ୍ୟାଲଘୁ ଶାସନ ବର୍ଗର ମୂଲ୍ୟବୋଧଗୁଡ଼ିକୁ ପ୍ରସାରିତ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଏହାକୁ ଗ୍ରହଣ କରି ଆତ୍ମୀକରଣ କରିବାକୁ ପ୍ରବର୍ତ୍ତାଇଥାଏ ବୋଲି ଦେଖି ପାରିନଥିଲେ। କିଙ୍ଗସ୍ଲେ ଡାଭିସ ଆଣ୍ଡ ଡବ୍ଲ୍ୟୁ.ଇ. ମୋରି। କିଙ୍ଗସ୍ଲେ ଡାଭିସ ଆଉ ଡବ୍ଲ୍ୟୁ.ଇ. ମୁରେଙ୍କ ମତରେ ତାଙ୍କ ବିଚାରଧାରା ଦେଖିବା। ଡେଭିସ ଓ ମୁରେ ଶିକ୍ଷାକୁ ଭୂମିକା ଆବଣ୍ଟନର ଏକ ମାଧ୍ୟମ ବୋଲି ବିଚାର କରନ୍ତି। ସେ ଦୁହେଁ ଶିକ୍ଷା ବ୍ୟବସ୍ଥା ଯାହା ମାଧ୍ୟମରେ ସମାଜର ଅତିମାତ୍ରାରେ ଯୋଗ୍ୟ ବ୍ୟକ୍ତି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥାନ୍ତି, ସବୁଠାରୁ ଯୋଗ୍ୟ ବ୍ୟକ୍ତିଙ୍କୁ ସମାଜର ଗୁରୁଦାୟିତ୍ୱ ପ୍ରକାର୍ଯାତ୍ମକ ଦୃଷ୍ଟିରୁ ଅଧିକ ଆବଶ୍ୟକୀୟ ପଦପଦବୀ ମିଳିଥାଏ। ମୁରେଙ୍କ ମଧ୍ୟ ପ୍ରକାର୍ଯାତ୍ମକ ମତବାଦର ଜଣେ ସମର୍ଥକ ଥିଲେ। ତାଙ୍କ ମତରେ ସମାଜ ବା ସାମାଜିକ ବିଜ୍ଞାନର ପରିବର୍ତ୍ତନ ନମନୀୟତାର ଗୁଣ ସାମାଜିକ ପରିବର୍ତ୍ତନ ଆଣିଥାଏ। ସମାଜରେ ସମାନ ପ୍ରକାରର ଭୂମିକା ଗ୍ରହଣ ଓ ଭୂମିକା ସମ୍ପାଦନରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ସାମାଜିକୀକରଣ ପ୍ରକ୍ରିୟା ଦ୍ୱାରା ମନୁଷ୍ୟ ସମାଜର ନୀତି, ନିୟମ, ମୂଲ୍ୟବୋଧ ଓ ବ୍ୟବହାର ପ୍ରଣାଳୀ ଆଦି ନୂତନ ପିଢ଼ିକୁ ଶିକ୍ଷା ଦେଇଥାଏ। ସମାଲୋଚନା ଶିକ୍ଷା କ୍ଷେତ୍ରରେ ସଫଳତା ସହିତ ବୃତ୍ତି ଓ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ଓ ପୁରସ୍କାର ପ୍ରାପ୍ତ ଅଥବା ଉଚ୍ଚ ପଦବୀ ପ୍ରାପ୍ତି ମଧ୍ୟରେ ପାର୍ଥକ୍ୟ ରହିଥାଏ। ଜଣେ ବ୍ୟକ୍ତିର ଆୟ ଶିକ୍ଷା ପ୍ରାପ୍ତିର ଯୋଗ୍ୟତା ବା ସଫଳତା ସହ ସଦାସର୍ବଦା ସମ୍ପର୍କିତ ନୁହେଁ। ଶିକ୍ଷା କ୍ଷେତ୍ରରେ ମଧ୍ୟ କେବଳ ପ୍ରତିଭା ଓ ଯୋଗ୍ୟତା ମାପିବା ସମୟରେ କେବଳ ଦକ୍ଷତାକୁ ମାପକାଠି ହିସାବରେ ଗ୍ରହଣ କରାଯାଇନଥାଏ, ଅନ୍ୟାନ୍ୟ କେତେକ ବିଷୟର ପ୍ରଭାବ ଏଥିରେ ରହିଥାଏ। ଏହା ସମ୍ପୂର୍ଣ୍ଣ ରୂପେ ବସ୍ତୁନିଷ୍ଠ ନୁହେଁ। ଏହା ମଧ୍ୟ ସ୍ୱୀକାର୍ଯ୍ୟ କରେ ଯେ ବିଚକ୍ଷଣ ବିଦ୍ୟା ବୁଦ୍ଧି ସହିତ ଶ୍ରେଣୀଗୃହର ସଫଳତା ଓ ପରୀକ୍ଷାର ଉଚ୍ଚନୀଚ କ୍ରମ ନିର୍ଭର କରିଥାଏ। ବି. ମାଲିନୋସ୍କିଙ୍କ ମତରେ ନୃବିଜ୍ଞାନୀ ବି. ମାଲିନୋସ୍କି ପ୍ରକାର୍ଯାତ୍ମକ ମତବାଦର ଜଣେ ପ୍ରମୁଖ ସମର୍ଥକ। ତାଙ୍କ ମତରେ ପ୍ରତ୍ୟେକ ସାଂସ୍କୃତିକ ଲକ୍ଷଣ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରକାର୍ଯ୍ୟ ସମ୍ପାଦନ କରିଥାନ୍ତି। ପ୍ରତ୍ୟେକ ସାଂସ୍କୃତିକ ପ୍ରକାର ପୂରଣ କରୁଥିବା ଆବଶ୍ୟକତା ବା ପ୍ରକାର୍ଯ୍ୟ ଅନୁସାରେ ତାର ସ୍ଥିତିକୁ ବୁଝାଯାଇପାରେ। ମାଲିନୋସ୍କିଙ୍କ ପ୍ରକାର୍ଯ୍ୟବାଦର ସ୍ୱତନ୍ତ୍ରତା ହେଉଛି ଆବଶ୍ୟକତାର ବ୍ୟାଖ୍ୟା। ଆବଶ୍ୟକତା ବା ନିଡ୍ର ବ୍ୟାଖ୍ୟା। ପ୍ରତ୍ୟେକ ସମାଜରେ ବିଭିନ୍ନ ପ୍ରକାର ଆବଶ୍ୟକତା ରହିଥାଏ, ଯାହାକି ସଂସ୍କୃତିର ଗଠନରେ ସହାୟକ ହୋଇଥାଏ। ସେ ତାଙ୍କ ପୁସ୍ତକରେ ଦର୍ଶାଇଛନ୍ତି ଯେ କିପରି ସାମାଜିକ ଅନୁଷ୍ଠାନଗୁଡ଼ିକର ପ୍ରକାର୍ଯ୍ୟ ସାମାଜିକ ସଂରଚନା ରକ୍ଷା ଓ ସ୍ଥାୟିତ୍ୱରେ ସହାୟକ ହୋଇଛି। ତାଙ୍କ ମତରେ ପ୍ରତ୍ୟେକ ସମାଜର ମୌଳିକ ଆବଶ୍ୟକତା ହେଉଛି ଏହାର ସଦସ୍ୟମାନଙ୍କର ସ୍ୱାର୍ଥର ପାରସ୍ପରିକ ସମଯୋଜନ।
ପ୍ରତ୍ୟେକ ସାମାଜିକ ବ୍ୟବସ୍ଥାର ପ୍ରକାର୍ଯାତ୍ମକ ଏକତା ରହିଛି ବୋଲି ମାଲିନୋସ୍କି ମତ ଦେଇଛନ୍ତି। ଯେତେବେଳେ ସାମାଜିକ ବ୍ୟବସ୍ଥାର ପ୍ରତ୍ୟେକ ଅଂଶ ସହମତିରେ ଏକତ୍ର କାର୍ଯ୍ୟ କରିଥାନ୍ତି, ଏହାକୁ ସାମାଜିକ ଏକତା କୁହାଯାଏ। ଆର୍.କେ. ମଟନ ପ୍ରଖ୍ୟାତ ଆମେରିକୀୟ ସମାଜବିଜ୍ଞାନୀ ରବର୍ଟ କିଙ୍ଗ ମଟନ ପ୍ରକାର୍ଯାତ୍ମକ ମତବାଦର ଜଣେ ଜଣାଶୁଣା ସମର୍ଥକ। ସମାଜ ବିଜ୍ଞାନର ପ୍ରକାର୍ଯାତ୍ମକ ବ୍ୟାଖ୍ୟାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି, କାରଣ ପାରମ୍ପରିକ ପ୍ରକାର୍ଯାତ୍ମକ ବାଦକୁ ସେ ନୂତନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ। ସେ ତାଙ୍କ ମତବାଦକୁ ତାଙ୍କ ରଚିତ ପୁସ୍ତକ ସାମାଜିକ ମତବାଦ ଓ ସାମାଜିକ ସଂରଚନା ସୋସିଆଲ ଥିଓରି ଆଣ୍ଡ ସୋସିଆଲ ଷ୍ଟ୍ରକ୍ଚରରେ ଉଲ୍ଲେଖ କରିଛନ୍ତି। ମଟନ ପାରମ୍ପରିକ ପ୍ରକାର୍ଯାତ୍ମକ ବାଦକୁ ବିଭିନ୍ନ ଦୃଷ୍ଟିକୋଣରୁ ସମାଲୋଚନା କରି ନିଜସ୍ୱ ମତ ପ୍ରଦାନ କରିଛନ୍ତି। ତାଙ୍କ ମତରେ ସମାଜ ବା ସାମାଜିକ ବ୍ୟବସ୍ଥାରେ ସମସ୍ତ ବିଭାଗ ସମୁଦାୟ ସମାଜ ପାଇଁ ସକାରାତ୍ମକ ପ୍ରକାର୍ଯ୍ୟ ସମ୍ପାଦନ କରିନଥାଏ, ବରଂ ଏହା ଉଭୟ ସକାରାତ୍ମକ ଓ ନକାରାତ୍ମକ ହୋଇପାରେ। ମଟନ ତାଙ୍କ ପ୍ରକାର୍ଯାତ୍ମକ ମତକୁ ସ୍ପଷ୍ଟ କରିବା ପାଇଁ ପ୍ରକାର୍ଯ୍ୟ, ଅପକାର୍ଯ୍ୟ ଓ ପ୍ରକାଶ୍ୟ ପ୍ରକାର୍ଯ୍ୟ ଏବଂ ଅପ୍ରକାଶ୍ୟ ବା ଅବ୍ୟକ୍ତ ପ୍ରକାର୍ଯ୍ୟ, ଅନପକାର୍ଯ୍ୟ ଆଦି ସଂପ୍ରତ୍ୟୟ ବ୍ୟବହାର କରିଛନ୍ତି। ପ୍ରକାର୍ଯ୍ୟ ତାଙ୍କ ମତରେ ପ୍ରକାର୍ଯ୍ୟ ହେଉଛି ସେହି ସମସ୍ତ ପର୍ଯ୍ୟବେକ୍ଷଣୀୟ ପରିଣାମ ଯାହା ସାମାଜିକ ବ୍ୟବସ୍ଥାରେ ଆବଶ୍ୟକ ଅନୁସାରେ ଖାପ ଖୁଆଇବା ବା ସାମିଲ ହେବାରେ ସହଯୋଗ କରିଥାଏ। ଦେନ୍ ଆସୁଛି ଅପକାର୍ଯ୍ୟ। ଅପକାର୍ଯ୍ୟ ସେହି ସମସ୍ତ ପର୍ଯ୍ୟବେକ୍ଷଣୀୟ ପରିଣାମକୁ ବୁଝାଏ ଯାହାକି ଆବଶ୍ୟକତାନୁଯାୟୀ ସାମାଜିକ ବ୍ୟବସ୍ଥା ସହିତ ଖାପ ଖୁଆଇବାକୁ କମ କରିଥାଏ। ପ୍ରକାଶ୍ୟ ପ୍ରକାର୍ଯ୍ୟ ସେହି ସମସ୍ତ ବସ୍ତୁନିଷ୍ଠ ପରିଣାମକୁ ବୁଝାଏ ଯାହାକି ସାମାଜିକ ବ୍ୟବସ୍ଥାରେ ଖାପ ଖୁଆଇବା ଗୁଣକୁ ସୃଷ୍ଟି କରିଥାଏ, ଯାହାକି ଏହି ବ୍ୟବସ୍ଥାର ଅଂଶୀଦାର ଲୋକମାନଙ୍କ ଦ୍ୱାରା କାମ୍ୟ ଏବଂ ସ୍ୱୀକୃତ। ଦେନ୍ ଆସୁଛି ଅପ୍ରକାଶ୍ୟ। ଅପ୍ରକାଶ୍ୟ ପ୍ରକାର୍ଯ୍ୟଗୁଡ଼ିକ କାମ୍ୟ ନୁହେଁ କିମ୍ବା ସ୍ୱୀକୃତି ପ୍ରାପ୍ତ ହୋଇନଥାଏ। ତାପରେ ତାଙ୍କ ସମାଲୋଚନା କଣ ହେଲା ଦେଖିବା। ପ୍ରକାର୍ଯାତ୍ମକବାଦୀମାନେ ସମାଜର ପ୍ରତ୍ୟେକ ଦିଗକୁ ପ୍ରକାର୍ଯାତ୍ମକ ଦୃଷ୍ଟିକୋଣରୁ ବିଚାର କରିଥାନ୍ତି, କିନ୍ତୁ ଏ ପ୍ରକାର ଚିନ୍ତାଧାରା ଯଥାର୍ଥ ନୁହେଁ ବୋଲି ଅନେକ ମତ ଦେଇଛନ୍ତି। କେତେକ ପ୍ରକାର୍ଯ୍ୟବାଦୀଙ୍କ ମତରେ ସମାଜ ଏକ ସନ୍ତୁଳନ ଅବସ୍ଥାରୁ ଅନ୍ୟ ଏକ ସନ୍ତୁଳନ ଅବସ୍ଥାକୁ ଗତି କରିବା ଯୋଗୁଁ ପରିବର୍ତ୍ତନ ଆସିଥାଏ, କିନ୍ତୁ ଏପରି ଚିନ୍ତାଧାରା ଅନେକ ସମୟରେ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ। ଏଇଟା ତାର ସମାଲୋଚନା ଥିଲା ପ୍ରକାର୍ଯାତ୍ମକ ଚିନ୍ତାଧାରାର। ତ ଆଜି ପାଇଁ ଏତିକି ଥିଲା। ଥ୍ୟାଙ୍କ ୟୁ।